କୁକୁଡ଼ାଖଣ୍ଡି ବ୍ଲକ ଅନ୍ତର୍ଗତ ଜଗଦଳପୁର ଗ୍ରାମରେ ଥିବା ଶିବ ମନ୍ଦିର କଲ୍ୟାଣ ମଣ୍ଡପ ପରିସରରେ ନିମଖଣ୍ଡି ମଣ୍ଡଳୀ ତରଫରୁ ବିଜେପି କର୍ମକର୍ତ୍ତାମାନଙ୍କୁ ନେଇ ସଦସ୍ୟତା ଅଭିଯାନ କର୍ମଶାଳା ଅନୁଷ୍ଠିତ ହୋଇଯାଇଛି। ଏଥିରେ ମୁଖ୍ୟ ଅତିଥି ଭାବେ ଦିଗପହଣ୍ଡି ନିର୍ବାଚନ ମଣ୍ଡଳୀ ବିଜେପି ପ୍ରଭାରୀ ରାଜେଶ ସାହୁ, ସମ୍ମାନିତ ଅତିଥି ରାଜ୍ୟ କାର୍ଯ୍ୟକାରିଣୀ ସଦସ୍ୟ ତଥା ବିସ୍ତାରକ ସରୋଜ ସାବତ, ଗଞ୍ଜାମ ଜିଲ୍ଲା କୋଷାଧ୍ୟକ୍ଷ ସୂର୍ଯ୍ୟମଣି ପାତ୍ର, ଲୋଚାପଡ଼ା ସରପଞ୍ଚ ଏଲ ମୋହନ ଦାସ, ବିଜେପି ନେତା ସନ୍ତୋଷ ଚୌଧୁରୀ, ରାଜକିଶୋର ପାଠୀ, ରାଧାମୋହନ ପାତ୍ର ପ୍ରମୁଖ ମଞ୍ଚାସୀନ ଥିଲେ। ଏହି ବୈଠକ ଚାରୋଟି ବୁଥ ସଭାପତି ପଞ୍ଚାୟତର ପ୍ରମୁଖ ବୁଲା ପାତ୍ର, କୁରା ସେଠୀ, କେ ସୁଦାମ ପାତ୍ର, ଏସ୍ ମନୋଜ କୁମାର ପାତ୍ର, ସୀମାଞ୍ଚଳ ଡାକୁଆଙ୍କ ନେତୃତ୍ୱରେ ଏହି ବୈଠକ ଅନୁଷ୍ଠିତ ହୋଇଥିଲା। ପଞ୍ଚାୟତର ପ୍ରତି ୱାର୍ଡର ଶତାକ ଯୁବକ, ମହିଳା ଓ ଜନସାଧାରଣ ଯୋଗ ଦେଇଥିଲେ। ଲୋକଙ୍କ ସହ ମିଶି କେନ୍ଦ୍ର ଓ ରାଜ୍ୟରେ ଥିବା ବିଜେପି ନେତୃତ୍ୱାଧୀନ ସରକାରର ଜନହିତ କର ଯୋଜନା ସମ୍ପର୍କିତ ଲୋକଙ୍କୁ ବୁଝାଇବା ପରେ ସକ୍ରିୟ ସଦସ୍ୟ କିପରି ଆପଣାଇବ ତାହା ଉପରେ ମୁଖ୍ୟ ଅତିଥି ଶ୍ରୀ ସାହୁ କର୍ମୀମାନଙ୍କୁ ଆହ୍ୱାନ ଦେଇଥିଲେ। ମଣ୍ଡଳ ସ୍ତରୀୟ କାର୍ଯ୍ୟକର୍ତ୍ତା ମାନଙ୍କୁ ନେଇ ଅଭିଯାନ ପ୍ରସ୍ତୁତ ହୋଇଛି। ରାଜ୍ୟ ସରକାରଙ୍କ ଦ୍ୱାରା ହୋଇଥିବା ସୁଭଦ୍ରା ଯୋଜନା କିପରି ମହିଳାମାନେ ଲାଭଦାୟକ ହୋଇପାରେ ସେହି ଉପରେ ସରପଞ୍ଚ ମୋହନ ଦାସ ମହିଳାମାନଙ୍କୁ ବୁଝାଇଥିଲେ। ଏହି ବୈଠକରେ ସୁନୀଲ ପାତ୍ର, ଅମର ଦାସ, ଗଙ୍ଗା ପାତ୍ର, ଯୁବ ନେତା ରଜିତ ପାତ୍ର, ନୀଳାଚଳ, ବିକାଶ ପାତ୍ରଙ୍କ ସମେତ ଗ୍ରାମର ବହୁ କର୍ମକର୍ତ୍ତା ଉପସ୍ଥିତ ଥିଲେ। କୁକୁଡ଼ାଖଣ୍ଡି ରୂପୀ କୃଷ୍ଣମୂର୍ତ୍ତି ରିପୋର୍ଟ। आज सारा भारत वर्ष आज भारतीय जनता पार्टी को निज परिवार दल निज परिवार पार्टी निजर पार्टी केवल पार्टी